ପାଖାପାଖି 450 ଖଣ୍ଡେ ସ୍କୁଲ ରୂପାନ୍ତରଣ ହେଇଛି ଏବଂ ସେଥିରେ ଆପଣ ଗୋଟିଏ ଗୋଟିଏ ସ୍କୁଲକୁ ଆପଣଙ୍କର 2.5 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। 2,50,00,000 ଟଙ୍କା ଖର୍ଚ୍ଚ ହୋଇଛି ରଙ୍ଗ ଦିଆ କାର୍ଯ୍ୟକ୍ରମରେ ଏବଂ ଆପଣଙ୍କର ସେଥିରେ କେଉଁଠି ରିପେୟାରିଂ ହେଇଛି, କେଉଁଠି ଗୋଟିଏ ଛୋଟ ବିଲ୍ଡିଂଟେ ହେଇଛି, ସେତିକିରେ ପଇସା ଶେଷ ହେଇଗଲା। କେମିତି ହେଲା? ତେଣୁକରି ତା ଉପରେ ଇନକ୍ୱାରି ନିଶ୍ଚିତ ଭାବରେ ହେବ। 62,000 ଶିକ୍ଷକ ଆଜିର ବି ଦିନରେ ଭେକେନ୍ସି ଅଛନ୍ତି କେବଳ ହାଇସ୍କୁଲ ପର୍ଯ୍ୟନ୍ତ ଏବଂ ସେମାନଙ୍କର ଭେକେନ୍ସିକୁ ପୂରଣ କରିବାରେ ଏ ସରକାର ଫେଲ୍ ମାରିଥିଲେ। କାହିଁକି ନା ବଜେଟ୍ରେ ସରପ୍ଲସ୍ କରିବା ପାଇଁ। ଯଦି 62,000 ଶିକ୍ଷକର ନିଯୁକ୍ତି ଦେଲେ କେତେ ଦରମା ହେବ? 2.5 ଲକ୍ଷ ଖାଲି ପଦବୀ ପଡ଼ିଛି, ତାକୁ ଯଦି ଆମେ ନିଯୁକ୍ତି କରିକି ତାଙ୍କ ଦରମା ଏବଂ ଆନୁଷଙ୍ଗିକ ସବୁ ତାଙ୍କର ବ୍ୟବସ୍ଥା କରିବା ତାହେଲେ କେତେ ଖର୍ଚ୍ଚ ହେବ? ଏ କଥାକୁ ସରକାର ଲୁଚେଇଥିଲେ, କିନ୍ତୁ ମୁଁ ଜାଣିଥିଲି ଏବଂ ସରକାରକୁ ହାମଲା କରିଥିଲି ଏବଂ ସେଥିପାଇଁ ଆଜି ତାର ବାସ୍ତବତା ଦେବା ପାଇଁ ଆମକୁ ପଡ଼ିବ। ଧୀରେ ଧୀରେ ଆମ ସରକାର ଯେଉଁ ନିଯୁକ୍ତି କଥା କହୁଛନ୍ତି ସେଥିରେ ଶିକ୍ଷକ